ଜୟ ଜଗନ୍ନାଥ। ମୁଁ ରାଜେଶ। ଆଜି 15 ଜାନୁଆରୀ ସୋମବାର। ଆସନ୍ତୁ ଜାଣିବା 5ଟି ବଡ଼ ଖବର। ଆସନ୍ତା ଜାନୁଆରୀ 7 ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହ ସହିତ ଅନୁଷ୍ଠିତ ହେବ। ଏହି ପ୍ରକଳ୍ପ ଓଡ଼ିଆର ଅସ୍ମିତାର ଓ ଅନ୍ୟାନ୍ୟ ନିଦର୍ଶନ। ଭାରତ ଏବେ ବିଶ୍ୱର 5ମ ବୃହତ୍ତମ ଅର୍ଥନୈତିକ ଦେଶ ଭାବେ ପରିଣତ ହୋଇଛି। ଆଗାମୀ ଦିନରେ ଆମ ଦେଶ ବିଶ୍ୱର 1 ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ। ଏଥିପାଇଁ ଏବେଠାରୁ ଆମ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବାକୁ ପଡ଼ିବ। ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଏବଂ ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ମହଲ ଉଷ୍ମ ମଧ୍ୟରେ କଂଗ୍ରେସ ମଣିପୁରର ରାଜଧାନୀ ଇମ୍ଫାଲରୁ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ଆରମ୍ଭ ହୋଇଛି। ଭାରତ ଯୋଡ଼ୋ ନ୍ୟାୟଯାତ୍ରା ଇମ୍ଫାଲ ନିକଟର ଥୋମ୍ବାଲରୁ ଆରମ୍ଭ ହୋଇ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ। ଉତ୍ତର କୋରିଆ ପୁଣି ଥରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିଛି। ଜାପାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ଏହି ଉତ୍କ୍ଷେପଣକୁ ନିଶ୍ଚିତ କରି କହିଛି ଯେ ରବିବାର ସକାଳେ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଛି। ଆଫଗାନିସ୍ତାନକୁ 6 ୱିକେଟରେ ହରାଇଲା ଭାରତ। ଟି-20 ସିରିଜକୁ କବ୍ଜା କଲା ଭାରତ। ଶିବମ ଦୁବେ ଅଲରାଉଣ୍ଡର ପ୍ରଦର୍ଶନ ଓ ଜୟସ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ 2-0ରେ ଟି-20 ସିରିଜ ଜିତି ନେଇଛି।